ଏବେ ଏକ ଓଡ଼ିଆ କବିତା ଶୀର୍ଷକ ଅନୁଭୂତି ଏବଂ ଅଭିବ୍ୟକ୍ତି ଏକ ଆତ୍ମାର ପରମାତ୍ମାଙ୍କଠାରେ। କିଏ ସେ କହୁଛି ମୁଁ ଭଲ ବୋଲି? କିଏ ସେ କହୁଛି ମୁଁ ଭଲ ବୋଲି? ସାବଧାନ ସାବଧାନ, ଜମାରୁ ସେ ଧାରଣା ମନକୁ ଆଣନି। ଏବେ ପୋଛି ପକାଅ ମନରୁ ମୋତେ, ମୋ ରୂପକୁ, ମୋ କଥାକୁ, ତୁମ ହୃଦୟରୁ ମଧ୍ୟ। କାହିଁକି ଜାଣ? ମୁଁ ଭାବୁଛି ମୋତେ ଭଲ ଭାବିଲେ କାଳେ ତୁମେ ହୋଇଯିବ ଖରାପ। ମୁଁ ଭାବୁଛି ମୋତେ ଭଲ ଭାବିଲେ କାଳେ ତୁମେ ହୋଇଯିବ ଖରାପ। କାରଣ ମୁଁ ତ ନିହାତି ଖରାପ ଲୋକଟେ। କାହିଁକି ନା ମୁଁ କାହାରି ଖରାପ ସହିପାରେ ନା କିମ୍ବା ସାଲିସ ବି କରିପାରେ ନା, ଯେମିତି ଅନ୍ୟମାନେ କରିପାରନ୍ତି। ଅନ୍ୟର ଖରାପ ସହି ନ ପାରିବାରେ ଥାଏ ସଦିଚ୍ଛା ଆଉ ଉପକାରିତା ଅନ୍ୟଠାରେ। କିନ୍ତୁ ଆଜିର ସମାଜ ତ ସାମାଜିକତାଠୁ ବହୁ ଦୂରେ, ଯାହା ମୋତେ ଅନୁଭୂତ ହୁଏ ଅନେକଙ୍କୁ ଦେଖି। ପରଖି ପାରେ ନା ମୁଁ କିନ୍ତୁ ସେମାନଙ୍କୁ, ଯେହେତୁ ସେମାନଙ୍କୁ ପରୀଖିବା ପୂର୍ବରୁ ସେମାନେ ଫେରାଇ ନିଅନ୍ତି ସେମାନଙ୍କର ଦୁଇ ଆଖି। ସେମାନେ ଜାଣନ୍ତି ଆଉ ମୁଁ ବି ଜାଣେ ସେମାନଙ୍କୁ ପରଖିବାକୁ ମୁଁ କେହି ନୁହେଁ। ହୁଅନ୍ତି ବା କାହିଁକି? ମୁଁ ଯେ ତାଙ୍କରି କେହି ନୁହେଁ, କିନ୍ତୁ ସେମାନଙ୍କ କଥା ଭାବେ ମୁଁ ଅହରହ ଦିବାନିଶି। ମୁଁ ଯେ ତାଙ୍କରି କେହି ନୁହେଁ, କିନ୍ତୁ ସେମାନଙ୍କ କଥା ଭାବେ ମୁଁ ଅହରହ ଦିବାନିଶି। ତେଣୁ ଭଲ ହେବା ଅପେକ୍ଷା ଖରାପ ହେବାରେ ସାହସ ଏବଂ ଧୈର୍ଯ୍ୟ ଲୋଡ଼ା ଢେର ବେଶୀ। କେମିତି ବୁଝିବେ ଏକଥା ସେମାନେ? କେମିତି ବୁଝିବେ ଏକଥା ସେମାନେ? କେବେ ତ କାନ୍ଦି ନାହାନ୍ତି ଆଉ କେବେ ବି ହସି ନାହାନ୍ତି କୌଣସି ଏକ ଦୁଃଖୀ ପ୍ରାଣୀଟିର ପାଖେ ବସି। କେମିତି ବୁଝିବେ ଏକଥା ସେମାନେ? କେବେ ତ କାନ୍ଦି ନାହାନ୍ତି ଆଉ କେବେ ବି ହସି ନାହାନ୍ତି କୌଣସି ଏକ ଦୁଃଖୀ ପ୍ରାଣୀଟିର ପାଖେ ବସି। ଏବେ ଅଭିବ୍ୟକ୍ତିରୁ କେଇପଦ। ପ୍ରଭୁ, ତୁମ ସ୍ମୃତି ମୋ ଭିତରେ ଯଦି ଏତେ ମଧୁର, ଉପଲବ୍ଧି କେତେ ମଧୁର ହୁଅନ୍ତା ସତେ ମୋ ସାମ୍ନାରେ ତୁମ ସ୍ଥିତିର। ତୁମ ସ୍ମୃତି ତ ଏକ ନିଆରା ଅନୁଭୂତି। ତୁମ ସ୍ଥିତିର ମୋ ଭିତରେ, ଏହା ଶୀତଳତା ପ୍ରଦାନ କରେ ମୋ ଶରୀର ଆଉ ଆତ୍ମାକୁ। ଆଉ ସ୍ମୃତି ଗଭୀର ହୋଇଗଲେ ମୋର ଦେହ ମନ ବ୍ୟାକୁଳ ହୋଇଉଠେ ଏଇ ଆଖିରେ ପରଖି ନେବା ପାଇଁ ତୁମର ଶୃଙ୍ଗାୟିତ ସ୍ଥିତିକୁ। କାହିଁକି ଜାଣ ପ୍ରଭୁ? ତୁମ ଚକ୍ଷୁ ଚାହାଣୀରେ, ତୁମ ଶ୍ରୀଅଙ୍ଗର ଠାଣିରେ ମୋର ମନ ଆଉ ଦେହରେ ଭରିଯାଏ ଏକ ଅବ୍ୟକ୍ତ ଆକସ୍ମିକ ଉନ୍ମାଦନା। ଆଉ ସେଇ ଉନ୍ମାଦନା ଆନ୍ଦୋଳିତ କରେ ମୋର ଶାନ୍ତ ସୁପ୍ତ ଆତ୍ମାକୁ, ଆଉ ମୋର ଆତ୍ମା ବ୍ୟାକୁଳ ହୋଇଉଠେ। କ'ଣ ପାଇଁ କହିବି? ମୋର ଏ ଦେହ ପରା ନିହାତି ଏକ ମାଧ୍ୟମ ଆତ୍ମାକୁ ପରମାତ୍ମାଙ୍କର ନିକଟବର୍ତ୍ତୀ କରିବାରେ। ଏଥିପାଇଁ ଲୋଡ଼ା ହୁଏ ବାରମ୍ବାର ସନ୍ଧି ତୁମ ଆଖି ସହିତ ମୋ ଆଖିରେ। ତୁମର ମୋର ସମ୍ପର୍କ ପ୍ରଭୁ ଅନ୍ୟ ସବୁ ସମ୍ପର୍କ ମଧ୍ୟରେ। ସେଇଥିପାଇଁ ତ ଭକ୍ତ ଏବଂ ଭଗବାନଙ୍କର ସମ୍ପର୍କ ସବୁ ସମ୍ପର୍କ ଠାରୁ ଉର୍ଦ୍ଧ୍ୱରେ। କିନ୍ତୁ ଏ ସମାଜ ତ କେବେ ବି ଜୀଇଁବାକୁ ଦେଉନି। କିନ୍ତୁ ଏ ସମାଜ ତ ପ୍ରଭୁ କେବେ ବି ଜୀଇଁବାକୁ ଦେଉନି ସରଳ ମନ ଓ ଖୋଲା ହୃଦୟ ଧରି। ତେଣୁ ମୁଁ କାହୁଁ ଅବା ପାଇବି ସ୍ଥିତି ଗତି ଏବଂ ମୁକ୍ତିର ପଥ ସବୁ ପାର୍ଥିବ ବସ୍ତୁକୁ ନିଜର କରି ଆଉ ଜାବୁଡ଼ି ଧରି। ଆମେ ସମସ୍ତେ ବ୍ୟସ୍ତ ଆମ ଦେହକୁ ପୁଷ୍ଟ କରିବାରେ, ଆଉ ଭୁଲି ଯାଉ ଆତ୍ମାକୁ ଦୃଢ଼ୀଭୂତ କରିବାକୁ, ଯେଉଁଥିରେ ଥାଏ ମୂଳମନ୍ତ୍ର ଏ ଜୀବନକୁ ସାର୍ଥକ କରିବାରେ। ବେଳେବେଳେ ମୋତେ ଲାଗେ ଏଠାରେ ସମସ୍ତଙ୍କ ପାଇଁ ମୁଁ ଅଜଣା ଆଉ ଅଚିହ୍ନା। ବେଳେବେଳେ ମୋତେ ଲାଗେ ଏଠାରେ ସମସ୍ତଙ୍କ ପାଇଁ ମୁଁ ଅଜଣା ଆଉ ଅଚିହ୍ନା, କିନ୍ତୁ ତାରି ଭିତରେ ବି ସମସ୍ତେ ହୋଇଯାଆନ୍ତି ମୋର ଅତି ପ୍ରିୟ। ଯେମିତିକି ପ୍ରିୟ ବନ୍ଧୁ, ଅତି ପୁରୁଣା। ଏହା ସମ୍ଭବ ହୋଇପାରୁଛି କେବଳ ପ୍ରଭୁ ତୁମରି ପାଇଁ। ମୋ ପାଇଁ ସଞ୍ଚିଥିବା କୁ ଆଶା ଅନ୍ୟମାନଙ୍କ ମନରେ, ମୋ ପାଇଁ ସଞ୍ଚିଥିବା କୁ ଆଶା ଅନ୍ୟମାନଙ୍କ ମନରେ ଲାଗେ ମୋତେ ଅତ୍ୟନ୍ତ ସହାୟକ ହୁଏ ମୋ ଜୀବନକୁ ସଫଳ କରିବାରେ। ତେଣୁ ମୁଁ ଭାବେ ନ ବୁଝି ନ ସୁଝି ଘୃଣା କରିବାର ଅର୍ଥ ପରମାତ୍ମାକୁ ବୁଝି ନ ପାରିବା, ପ୍ରତ୍ୟକ୍ଷରେ ଅବା ପରୋକ୍ଷରେ। ଆଉ ସେଇ ନ ବୁଝିବା ଭିତରେ ବୁଝିପାରେ ମୁଁ ଏକଥା, ଆଉ ସେ ନ ବୁଝିବା ଭିତରେ ବୁଝିପାରେ ମୁଁ ଏକଥା, ଚେଷ୍ଟା କରି ମଣିଷ କାହିଁକି ହାରେ। ଆଉ ବୁଝିଯିବା ପରେ ପ୍ରଶ୍ନଟିଏ ମୋ ମନକୁ ଆନ୍ଦୋଳିତ କରେ, ମୋ ସୁଖ କ'ଣ ସତରେ କେବଳ ମୋର ହୋଇ ରହିଯିବ? ସମସ୍ତଙ୍କ ଦୁଃଖ ଆସି ବାଟବଣା ହୋଇଯାଆନ୍ତାନି ଚିରକାଳ ପାଇଁ ମୋରି ଭିତରେ?
ଆଉ ବୁଝିବା ପରେ ପ୍ରଶ୍ନଟିଏ ମନକୁ ମୁଁ ଆନ୍ଦୋଳିତ କରେ, ମୋ ସୁଖ କ'ଣ ସତରେ କେବଳ ମୋର ହୋଇ ରହିଯିବ? ସମସ୍ତଙ୍କ ଦୁଃଖ ଆସି ବାଟବଣା ହୋଇ ହଜିଯାଆନ୍ତାନି ଚିରକାଳ ପାଇଁ ମୋରି ଭିତରେ, ମୋର ଏଇ ହୃଦୟ ଭିତରେ ଥିବା ସୁଖର ମହାସମୁଦ୍ରରେ? ଏତିକି କରିଦିଅନ୍ତନି ପ୍ରଭୁ, ଅନ୍ୟର ଦୁଃଖ ପିଇ ପିଇ, ଏତିକି କରିଦିଅନ୍ତନି ପ୍ରଭୁ, ଅନ୍ୟର ଦୁଃଖ ପିଇ ପିଇ ବୁଜି ଦିଅନ୍ତି ମୋର ଦୁଇ ଆଖି ଚିରନିଦ୍ରାରେ ଆତ୍ମିକ ପଥର ପଥିକ ହୋଇ। ଧନ୍ୟବାଦ।